ଆଜି ଆମେ ଜାନ୍ମା ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି କେନ୍ ଦିନ ମିଲ୍ବା ପୁରା ଫାଇନାଲ୍ ତାରିଖ ଜାନ୍ମା। ଆପଣମାନେ ଯଦି ସିଏମ୍ କିଷାନ ଯୋଜନାର ହିତାଧିକାରୀ ଅଛନ୍, ଆପଣମାନେ ଯଦି ସିଏମ୍ କିଷାନ ଯୋଜନା ଟଙ୍କା ପାଉଛନ୍, ଆପଣମାନେ ଭିଡ଼ିଓକେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଜିଟ୍ କରୁନ୍। ଆରାମସେ ଆପଣମାନେ ଜାନିଯିବେ ବୁଝିଯିବେ କେନ୍ ଦିନ ଆଇବା ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି। ଦେଖୁନ୍ ଆପଣମାନେ ତ ଜାନି ସାରିଛନ୍ ସିଏମ୍ କିଷାନ ଯୋଜନା ହେଉଛେ ଆଗରୁ ଯେନ୍ କାଳିଆ ଯୋଜନା ଚାଲିଥିଲା ସେ କାଳିଆ ଯୋଜନାର ନାଁଟା ଚେଞ୍ଜ ହେଇକରି ସିଏମ୍ କିଷାନ ଯୋଜନା ହେଇଛେ। ଆଉ ସିଏମ୍ କିଷାନ ଯୋଜନାରେ ବର୍ଷକେ 2 କିସ୍ତି ମିଲ୍ବା। ଆପଣମାନେ ଯେନ୍ତା କାଳିଆ ଯୋଜନାରେ ବର୍ଷକେ 2 କିସ୍ତି ପାଉଥିଲେ, ସିଏମ୍ କିଷାନ ଯୋଜନାରେ ବି ବର୍ଷକେ 2 କିସ୍ତି ଏକା ମିଲୁଛେ। ଯେନ୍ଟାକି ପହଲା କିସ୍ତି ସିଏମ୍ କିଷାନ ଯୋଜନାର ମିଲି ସାରିଛେ 2024ରେ ସେପ୍ଟେମ୍ବର ମାସର 8 ତାରିଖ ଦିନ, କିନ୍ତୁ ପଇସାଟା ଆସିଛେ ସମସ୍ତଙ୍କର ପାଖକେ 9 ତାରିଖ ଦିନ। ଆଉ ସେକେଣ୍ଡ କିସ୍ତିଟା ବି ବହୁତ ଜଲ୍ଦି ମିଲବାକେ ଯାଉଛେ। କାଳିଆ ଯୋଜନାରେ ଯେନ୍ତା ଆପଣମାନେ ପାଉଥିଲେ ଗୋଟେ କିସ୍ତି ନୂଆଖାଇରେ, ଆଉ ଗୋଟେ କିସ୍ତି ଯେନ୍ଟାକି ଆପଣମାନେ ପାଉଥିଲେ ଅକ୍ଷୟ ତୃତୀୟାରେ, ତ ସିଏମ୍ କିଷାନ ଯୋଜନାରେ ବି ଆପଣମାନେ ନୂଆଖାଇ ଟାଇମ୍ରେ ଗୋଟେ କିସ୍ତି ପାଇସାରିଛନ୍। ଆଉ ସେକେଣ୍ଡ କିସ୍ତିଟା ଆପଣମାନେ ଯେନ୍ଟାକି ପରବର୍ତ୍ତୀ କିସ୍ତିଟା ପାଇବାକେ ଯାଉଛନ୍ ଅକ୍ଷୟ ତୃତୀୟାରେ। ଆଉ ସେ ଅକ୍ଷୟ ତୃତୀୟାଟା ପଡ଼ୁଛେ ଏପ୍ରିଲ ମାସର 30 ତାରିଖ ଦିନ। ସରକାର ଏପ୍ରିଲ ମାସର 30 ତାରିଖ ଦିନ ସମସ୍ତଙ୍କର ପାଖକେ ପଇସା ଦେବେ, କିନ୍ତୁ ସମସ୍ତଙ୍କର ଖାତାକେ ପଇସାଟା ପହଞ୍ଚିବା 1 ତାରିଖ ଦିନ। ମେ ମାସର 1 ତାରିଖ ଦିନ ସମସ୍ତଙ୍କର ଖାତାକେ ସିଏମ୍ କିଷାନ ଯୋଜନାର 2000 ଟଙ୍କା ଲେଖା ପହଞ୍ଚିବା, କିନ୍ତୁ ସରକାର ପଇସା ଛାଡ଼ବେ ଅକ୍ଷୟ ତୃତୀୟା ଦିନ, ଯେନ୍ଟା ହେଉଛି ଏପ୍ରିଲ ମାସର 30 ତାରିଖ ପଡ଼ୁଛେ। ଆଉ ଆପଣମାନେ ପଇସା ପାଇବେ, ଆପଣଙ୍କର ଖାତାକେ ପଇସାଟା ପହଞ୍ଚିବା ଟ୍ରାନ୍ସଫର ହେବା ଖାତାକେ ମେ ମାସର 1 ତାରିଖ ଦିନ। ଆପଣମାନେ ମେ ମାସର 1 ତାରିଖ ଦିନ ଯେନ୍ଟାକି ସିଏମ୍ କିଷାନ ଯୋଜନାର 2000 ଟଙ୍କା ଆପଣଙ୍କର ଖାତାକେ ପହଞ୍ଚିବା ଆପଣମାନେ ପାଇବେ। ତ ଦେଖୁନ୍ ଆର୍ ଗୋଟେ କଥା ଆପଣମାନେ ଜାନିଛନ୍ ସିଏମ୍ କିଷାନ ଯୋଜନାରେ ଅନେକ ଲୋକର ଲିଷ୍ଟରେ ନା ଥିସି, କିନ୍ତୁ ପଇସା ସମସ୍ତଙ୍କର ପାଖକେ ନେଇ ଆସିଥାଏ। ତାର କାରଣଟା ହେଉଛେ କେବଳ ଗୋଟେ କାରଣ, ଯେନ୍ଟା ହେଉଛେ ଆପଣମାନେ ଜାନି ସାରିଛନ୍ ସିଏମ୍ କିଷାନ ଯୋଜନାର ପଇସା ଯଦି ଆପଣଙ୍କର ଖାତାରେ ଆଧାର ଲିଙ୍କ ନାଇଁ ଥିବା ବେଲେ ଆପଣଙ୍କର ପାଖକେ ସିଏମ୍ କିଷାନ ଯୋଜନାର ପଇସା ନାଇଁ ପହଞ୍ଚେ। ତ ଆପଣମାନେ ଜାନିଛନ୍ ଯେନ୍ଟାକି ଡିବିଟି ମାଧ୍ୟମରେ ପଇସା ଆଏସି, ସେଥିଲାଗି ଆପଣଙ୍କର ଖାତାରେ ଡିବିଟି ରଖୁନ୍। ତାପରେ ଗଲା ଆପଣଙ୍କର ଆଧାର ଲିଙ୍କ କରୁନ୍। ଆପଣମାନେ ଯେନ୍ଟାକି ସିଏମ୍ କିଷାନ ଯୋଜନାର ପଇସା 1 ତାରିଖ ଦିନ ଆପଣଙ୍କର ଖାତାକେ ପହଞ୍ଚିବା ମେ ମାସର 1 ତାରିଖ ଦିନ ଆପଣମାନେ ପାଇପାରବେ। ଏପ୍ରିଲ ମାସର 30 ତାରିଖ ଦିନ ସରକାର ପଇସା ଛାଡ଼ବେ, ମେ ମାସର 1 ତାରିଖ ଦିନ ଆପଣଙ୍କର ଖାତାକେ ପଇସା ପହଞ୍ଚିବା। ଏଇଟା ହେଉଛି ଫାଇନାଲ୍ ତାରିଖ। ଆପଣମାନେ ମେ ମାସର 1 ତାରିଖ ଦିନ ପଇସା ସିଏମ୍ କିଷାନ ଯୋଜନାର 2000 ଟଙ୍କା ପାଇବେ।